चढ़ई चढ़ा इरे गछ उपुड़ा घईता ऊपर देखो माई पछिड़ा घईता ऊपर देखो माई पछिड़ा अरे गाई पड़ौची रे षंढ गोड़ाउची गाई की न देखी षंढ पिला पाउची नारायण कृष्ण वैकुंठ विष्णु श्रवाह दामोदर हृषिकेश केशव माधव शभु दैतारी पुंडरीकाक्ष गोविंदं ध्वज पीताम्बर च्युत सारंगी विश्वकेश नंदनार्दन आज्ञा जनार्दन देख नारायण होइले चढ़े ऊपर विहरण करिले आज्ञा पक्षी जाति मधुरे श्रेष्ठ गरुड़ जान विष्णु बाहन आज्ञा देली कहिण गरुत्तानंद गरुस्तार्थ बने कह खगेश्वर नागांतक विष्णुरथ सुपर्ण पर्णदासन आज्ञा पर्णदासन होइले गरुड़ तंदी बिन तार सुत आज्ञा कहिदेली विष्णु वाहन गरुड़ होइले चढ़ई मधुरे श्रेष्ठ गरुड़ हेले गरुड़ पृष्ठरे विदे करी नारायण जगत विहरण कले भगवान तेणु चढ़ई चढ़ा अरे गछ उपुड़ा केउ गछ को पारी थिले नारायण कथा गोपी के देवा कहियो मणि जीवनर कुबेर दुई भाई कुबेर राजांकर पुत्र देली है कही नारदंक अभिशापरे गछ होइले नंद राजांकर मझी अगणारे थिले माता दशवंती नहीं कृष्णଙ୍କୁ चलिले दामड़ा गछरे कृष्णଙ୍କୁ जे बांधी देले हई हई अंतरगामी नारायण से कथा जानिन जामड़ा गछ उपाड़िले प्रभु भगवान भगवान तुझे तेरे दर्शन करिले मणि जीव नलकीवर उद्धार हेले जामड़ा गछ उपाड़िले नारायण मणि जीव नलकुबेर उद्धार हे सुनन चढ़ई चढ़ा अरे गछ उपुड़ा भैया ओ चढ़ई चढ़ा चढ़ई मध्य श्रेष्ठ हेले गरुड़ बाहन हेले भगवान विष्णुंकर विष्णु गरुड़ पृष्ठरे बसी ये जगत को विहरण करती तेणु से हेले चढ़ई चढ़ा गछ उपुड़ा बोले को गछ को उपाड़िले को गछ मणिग्रीव नलकुबेर नारदंगर अभिशाप जामड़ा गछ होइकरी जन्म होइथिले नंदराजांगर मझी अगणारे माँ जशवंती कृष्ण को नहीं जेते बेले जामड़ा गछरे बांधी देले अंतर्जामीनाथ श्रीकृष्ण भगवान से कथा जानी जामड़ा गछ को उत्पाटन करी मणिग्रीव नलकुबेर को उद्धार करे उद्धार करिबारु नाम बहिले जामड़ा भंजन तेणु चढ़ई चढ़ा गछ उपुड़ा घईता उपरे माइप छिड़ा छेड़ा दिन षोल घड़ी रात्रि प्रहरे घईता उपरे माइप चढ़े घईता उपरे माइप चढ़े अच्छा भैया तापरे गाई पड़ौची षंढ गड़ौची गाई की न देखी षंढ पिला पाउची एथिर कारण एबे देवा बताई मोर पंडिते सुथिरे मन करण नै जलरू जात जलंधर होइला जलरू जात जलंधर होइला ब्रह्मा को जाई सत तप करिला आज्ञा तपरे ब्रह्मा को तो सकला सेही चतुरानन आविर्भाव देखा
ସେତେବେଳେ ବ୍ରହ୍ମା କହୁଛନ୍ତି ବଚନ ଅମର ବର ଦେବାକୁ ନାହିଁ ବଳରେ ଜାଣ ଅମର ବର ମୁଁ ତତେ ଦେଇ ପାରିବି ନାହିଁ ଏପରି ବର ଏକ ଦେବୀରେ ତହିଁ ଅମର ବର ଠାରୁ ସେ ଆରେ ବଳିଆ ରହେବ ତୋହର ମୃତ୍ୟୁରେ କେବେ ଯେ ନହିବ ତୋର ନାରୀ ଦେଖେ ବୃନ୍ଦାବତୀ ଅଟଇ ତା ପାଖରେ ମୃତ୍ୟୁ ଭେଦ ରହିବ ଯାଇ ତା ପାଖେ ତୋର ମୃତ୍ୟୁ ଭେଦ ରହିବ ଯାଇ ଆରେ ବୃନ୍ଦାବତୀକୁ ଯିଏ ହରଣ କରିବ ତାହେଲେ ତୋହର ମରଣ ହୋଇବ ନହିଲେ ତୋହର ବାବୁ ମରଣ ନାହିଁ ଏ ଅଭୟ ବର ଏବେ ଦେଉଛି ମୁହିଁ ସନ୍ତୋଷ ହୋଇ ହେ ଜଳନ୍ଧର ଆସିଲା ଏତେ ପୁରକୁ ଦେଖ ଜୟ କରିଲା ସମସ୍ତ ଦେବତାଙ୍କୁ ଧରେ ଜିଣିଲା ସମସ୍ତ ଦେବତାଙ୍କୁ ରେ ପାଦେ ଖଟାଇଲା ହାଇ ହାଇ ଆଜ୍ଞା ଦିନେ ନାରଦ ମୁନି ଦେଖତ ହୁଏ ଜଳନ୍ଧର ପୁରରେ ପ୍ରବେଶ ହୋଇଲେ ନାରଦ ମୁନିଙ୍କୁ ଦେଖି ସେହି ଜଳନ୍ଧର ପ୍ରଣାମ ଦେଖ କରିଲା ତତ୍ପର ଦିବ୍ୟ ଆସନ ଦେଇ ତାଙ୍କୁ ନେଇ ବସାଇଲା ଆସିବାର କାରଣ ଜଳନ୍ଧର ପଚାରିଲା ସେତେବେଳେ ନାରଦ ପୁଣି କହନ୍ତି ବଚନ ଶୁଣରେ ଜଳନ୍ଧର ଦେଇ ମନ କର୍ଣ୍ଣ ଆରେ ତୁ ହିଁ ସିନା ବ୍ରହ୍ମାଙ୍କ ବରରେ ଭଳିଆ ରହିଲୁ ସମସ୍ତ ଦେବତାଙ୍କୁ ଯୁଦ୍ଧରେ ଜିଣିଲୁ ଆରେ ତୋର ପାଖରେ କିଛି ଅଭାବ ନାହିଁ କିନ୍ତୁ ଗୋଟିଏ ଜିନିଷ ଅଭାବ ଅଛି ତହିଁ ସେତେବେଳେ ଜଳନ୍ଧର ବୋଲଇ ବଚନ କି ଅଭାବ ଅଛି ହେ ଦିଅ କହିଲ ନାରଦ କହନ୍ତି ଶୁଣରେ ଜଳନ୍ଧର ସୁନ୍ଦରୀଟିଏ ସୁନ୍ଦରୀ ସ୍ତ୍ରୀଟିଏ ନାହିଁ ତୋହରେ ପାଶର ସୁନ୍ଦରୀ ସ୍ତ୍ରୀଟିଏ ନାହିଁ ତୋହରି ପାଶର ସେତେବେଳେ ଜଳନ୍ଧର ବୋଲଇ ବଚନ ମୋହର ସ୍ତ୍ରୀ ବୃନ୍ଦାବତୀ ଜାଣ ମୋର ସ୍ତ୍ରୀ ଭଳି ସୁନ୍ଦରୀ ଜଗତରେ କେହି ନାହିଁ ଏପରି ଜଳନ୍ଧର ବଚନ କହି ସେତେବେଳେ ନାରଦ କହିଲେ ଜଳନ୍ଧର ତ୍ରିପୁର ଜୟ କଲୁ ସତ ସ୍ୱର୍ଗ ମଧ୍ୟ ପାତାଳ ତ୍ରିପୁରକୁ ଜୟ କରିଛି ତେଣୁକରି ମୋର ନାମ ଜଳନ୍ଧର ତୋ ପାଖରେ କିଛି ଅଭାବ ନାହିଁ କଣ ଅଭାବ ଅଛି କିନ୍ତୁ ଗୋଟିଏ ଜିନିଷ ଅଭାବ ଅଛି କଣ ତୋ ପାଖରେ ସୁନ୍ଦରୀ ସ୍ତ୍ରୀଟିଏ ନାହିଁ କଣ କହୁଛ ଦେବର୍ଷି ନାରଦ ଆରେ ତୋ ପାଖରେ ସୁନ୍ଦରୀ ନାରୀଟିଏ ନାହିଁ ମୁଁ ତ ବୃନ୍ଦାବତୀ କି ବିଭାଇଛି ଇଏ ମୋ ମାଇପ ଦେଖେ ଆରେ ଇଏ ମୋ ସୁନ୍ଦର ବୃନ୍ଦାବତୀ ମାଇପ ତୋ ନାହିଁ। ସ୍ତ୍ରୀ ଇଏ ମୋ ସୁନ୍ଦର ମାଇପ ନାହିଁ ହେଲେ ବୃନ୍ଦାବତୀକୁ ତୁ ସୁନ୍ଦରୀ ବୋଲି ଭାବୁଛୁ ନାକୁଟା ଟିକେ ଚେପାଇଲେ ଆରେ ବୃନ୍ଦାବତୀ ଠାରୁ ଆହୁରି ସୁନ୍ଦରୀ ସ୍ତ୍ରୀ ଅଛି ମୋ ମାଇପଠୁ ଆହୁରି ସୁନ୍ଦର ଅଛି ଆରେ କୈଳାସପୁରର ଅଛନ୍ତି ପାର୍ବତୀ କିଏ ଅଛି କହ ତାକୁ ଝିକି ଆଣି ବିଭାବି ପାର୍ବତୀଙ୍କୁ କେବେ ଦେଖିଛୁ ପାର୍ବତୀ କୈଳାସପୁରର ଅଛନ୍ତି ପାର୍ବତୀ ଜଗତରେ ଆଜ୍ଞା ପାର୍ବତୀଙ୍କ ଭଳି ସୁନ୍ଦରୀ ନାରୀ କେହି ନାହିଁ ମୋ ମାଇପଠୁ ହେଲେ ସୁନ୍ଦର ହବ ତେଣୁ ପାର୍ବତୀ ଭଳି ସୁନ୍ଦରୀ ସ୍ତ୍ରୀଟିଏ ଜଗତରେ କେହି ନାହିଁ ହଁ କୈଳାସପୁରରେ ଅଛନ୍ତି ପାର୍ବତୀ ତେବେ ଚାଲିଲି ମୁଁ କୈଳାସପୁରକୁ ଆଜ୍ଞା ସେତେବେଳେ ଜଳନ୍ଧର ବୋଲଇ ବଚନ କୈଳାସପୁରକୁ ନିମିତ ତକ୍ଷଣ ପାର୍ବତୀଙ୍କୁ ଯାଇ ଦେଖି ମୁଁ ଆସିବି ଯଦି ସୁନ୍ଦରୀ ନାରୀ ସେହି ହୋଇଥିବ ନାରଦ ମୁନି ତୁମ ବଚନ
ଯଦି ସତ ହୋଇବ ତାହେଲେ ତାକୁ ମୁଁ ହିଁ ସ୍ଥିରୀ କରିବି ଏକଥା ଜଳନ୍ଧର ମନରେ ଭାବି ଆଜ୍ଞା କୈଳାସପୁରକୁ ଜଳନ୍ଧର ଯାଉଛି ଏକଥା ମାତା ପାର୍ବତୀ ଯେ ଜାଣିଲେ ଗୌରୀ ରୂପକୁ ଧାରଣ କରିଲେ ଗୌରୀ ରୂପକୁ ଧାରଣ କରିଲେ କୈଳାସ ପର୍ବତରେ ବସି ପାର୍ବତୀ ଅଛନ୍ତି ଏ ସମୟରେ ଜଳନ୍ଧର ପ୍ରବେଶ ହେଲାଟି ଯେତେବେଳେ ଜଳନ୍ଧର ନେତ୍ରରେ ଦେଖିଲା ପାର୍ବତୀ ଦେବୀଙ୍କୁ ଦେଖି ମୋହିତ ହୋଇଲା ମୁଁ ମାଇପ କରିବି ସେତେବେଳେ ଜଳନ୍ଧର ବୋଲଇ ବଚନ ଆକୁ ମାଇପ କରିବି ନାରଦଙ୍କ ବଚନ ସତରେ ଜାଣ ଏପରି ସୁନ୍ଦରୀ ଜଗତେ ମୁଁ ଦେଖି ନାହିଁ ଏ ସୁନ୍ଦରୀ କୁନି ସେ ସ୍ତ୍ରୀ ଏବେ କରିବି ମୁଣି ମୁଁ ତତେ ମାଇପ କରିବି ଏପରି ଜଳନ୍ଧର ବିଚାର କରିଲା ପାର୍ବତୀଙ୍କ ପାର୍ଶ୍ୱରେ ଯାଇ ମିଳିଲା ସେତେବେଳେ ଶିବ ତଉଣ୍ଡେ ଆସିଲେ ରହରେ ଜଳନ୍ଧର ବୋଲି ବୋଇଲେ ତୁ ଶଙ୍କର ଭଗବାନଙ୍କୁ ଜଳନ୍ଧର ଦେଖିଲା ଏ ରୂପକୁ ଦେଖିଲ ଆଶ୍ଚର୍ଯ୍ୟ ହୋଇଲା ଆହେ ଯୋଗୀ ସନ୍ନ୍ୟାସୀ ପରି ଜଟା ଯେ ଧରିଛ ବାଜିଓନି ବି ପାଉଛନ୍ତି ସର୍ପଟିଏ ଗଳାରେ ବହନ କରିଛ ହସ୍ତରେ ଡମ୍ବୁରୁ ଗୋଟିଏ ଧରିଲ ଡିବି ଡିବି ଏବେ ବଜାଉଛନ୍ତି ଯେ ଆପଣ ଖଡ ଖଡ କଲୁ କିଟା ହଇ ହେ ବ୍ୟାଘ୍ର ଛାଲ ଗୋଟିଏ ଅଣ୍ଟାରେ ପିନ୍ଧିଛ ତମର ପ୍ୟାଣ୍ଟ ସାଥୁ ନାହିଁ ପାଉଁଶ ଗୁଡ଼ିଏ ଦେହରେ ବୋଳି ହେଉଛ ପାଉଡର ନଗଉନୁ ହଡ଼ା ବଡ଼ ଗୋଟିଏ ତୁମେ ବାହନ କରିଛ ବାଇକ କିନୁ ବାଇକ ଏପରି ସୁନ୍ଦରୀ ନାରୀକୁ ତୁମେ ଭୋଗ କରୁଛ ଦାଦି ଦାଦି ତୋ ପକ୍ଷେ ସମ୍ଭବ ନାହିଁ ଜଳନ୍ଧର କହୁଛି ହେ ଶଙ୍କର ଯୋଗୀ ସନ୍ନ୍ୟାସୀ ପରି ତୁମେ ଭିକ ମଗ ଜଟା ପରିଧାନ କରିଛ ଗଳାରେ ସର୍ପଟିଏ ଧାରଣ କରିଛ ଡମରୁଟିଏ ଧରି ଡିବି ଡିବି କରୁଛ ଖଡ ଖଡ ହଇ ଅଣ୍ଟାରେ ଗୋଟେ ବ୍ୟାଘ୍ର ଛାଲ ଖଣ୍ଡିଏ ପିନ୍ଧିଛ ପ୍ୟାଣ୍ଟ ସାଥୁ ହେଲେ ନାହିଁ ତମର ଭଲ ବସ୍ତ୍ର ନାହିଁ ଗୋଟିଏ ବ୍ୟାଘ୍ର ଛାଲ ଖଣ୍ଡେ ଗୁଡେଇ ହେଇଛ ହରେ ପାଉଡର ଫାଉଡର ନଗଉନୁ ତମେ ଦେହରେ ପାଉଁଶ ବଳି ହୋଇଛ ତମେ ଏଭଳି ନାରୀକୁ ଭୋଗ କରୁଛ ନାଇଁ ତୋ ପକ୍ଷେ ସମ୍ଭବ ନାହିଁ ଆକୁ ମୁଁ ମାଇପ କରିବି ତେଣୁ କରି ହେ ଶଙ୍କର ଏ ନାରୀକୁ ତୁମେ ମତେ ପ୍ରଦାନ କର ଘରଣୀ କରି ତାକୁ ରଖିବି ସତ୍ବର ମୁଁ ରଖିବି ଜଳନ୍ଧର ସେତେବେଳେ ଶଙ୍କର କହନ୍ତି ଶୁଣରେ ଜଳନ୍ଧର ପାର୍ବତୀ ହବ ମା ତୋର ଆରେ ପାର୍ବତୀ ଅଟନ୍ତି ମାରେ ତୋର ପାର୍ବତୀ ମୋହର ବୀର୍ଜରୁ ତୁ ହିଁ ହେଲୁ ଜନ ମୋହର ବୀର୍ଜରୁ ତୁ ହିଁ ହେଲୁ ଜନ ମୋର ପୁତ୍ର ବାବୁରେ ଦେଲି କହିର ପାର୍ବତୀ ତୋହର ମାତା ଦେ ଅଟଇ ଏପରି ପାପ କଥା କିପରି କହୁଛୁ ତୁ ହିଁ ଶଙ୍କର କହିଲେ ଜଳନ୍ଧର ଆରେ ମୋର ବ୍ରିଜରୁ ତୁ ଜନ୍ମ ପାର୍ବତୀ ତୋର ମା ଏ ଜଳରୁ ଜାତ ହେଇଛି ତେଣୁ କରି ମୋର ନାମ ଜଳନ୍ଧର ଆରେ ତୁ ସିନା ଜଳରୁ ଜନ୍ମ ହେଲୁ କେମିତି ହେଇଛି ହେଲେ ଜଳରୁ କେମିତି ଜନ୍ମ ହେଲୁ ସେ କଥା ତୁ ଜାଣିଛୁ କିପରି ଜଳରୁ କିପରି ଜନ୍ମ ହେଲୁ କିପରି ଜନ୍ମ ହେଲି ତୋର ଜନ୍ମ ଚରିତ୍ର ବୁଝିଛୁ ନା ଶୁଣେ ମୋର ବ୍ରିଜରୁ ତୁ କିପରି ଜନ୍ମ ହେଲୁ କିପରି ଜନ୍ମ ହେଲି ଆଜ୍ଞା ଦେବତା ଅସୁର ମିଶି ସମୁଦ୍ର ମନ୍ଥନ କଲେ ଦେବତା ଅସୁର ମିଶି ସମୁଦ୍ରକୁ ମନ୍ଥନ କଲେ ଅମୃତକୁ ଦେଖ ବାହାର କରିଲେ ଅମୃତ ହାଣ୍ଡିକୁ ଦେଖ ଅସୁର ଘେନି ନେଗଲେ ନାରାୟଣ ପୁରୁଷ ବିଚାର କରିଲେ ଅସୁର ମାନେ ଯଦି ଅମୃତ ଖାଇବେ ଅମର ହୋଇନ ସଂସାରେ ରହିବେ
ପୃଥିବୀକୁ ତାଙ୍କୁ ଆଉ ରଖିବେ ନାହିଁ ଏ ପୃଥିବୀକୁ ତାଙ୍କେ ଆଉ ତ ରଖିବେ ନାହିଁ ନିଶ୍ଚୟ ପୃଥିବୀ ଧ୍ୱଂସ କରିବେ ସେହି ବିଚାର କରିଲେ ଦେଖ ପ୍ରଭୁ ନାରାୟଣ ମୋହିନୀ ରୂପ ଧରିଲେ ପ୍ରଭୁ ଭଗବାନ ହଁ ଅସୁରଙ୍କ ପାଶରେ ଯାଇ ମିଳିଲେ ଅସୁରେ ମୋହିନୀ ରୂପକୁ ଦେଖି ପାଗଳ ହେଲେ ଏପରି ସୁନ୍ଦରୀ ଜଗତରେ ଦେଖି ତ ନାହୁଁ ଅସୁର ମାନେ ଦେଖି ଆଜ୍ଞା ପାଗଳ ହେଲେ ହଁ ଅମୃତ ହାଣ୍ଡିଟାକୁ ଭୁଲି ଗଲେ ଆଜ୍ଞା ଭଗବାନ ବିଚାର କଲେ ଅସୁର ମାନେ ତ ଦେବତାଙ୍କ ଠାରୁ ଅମୃତ ହାଣ୍ଡିଟା ଛଡେଇକିରି ନେଇଗଲେ ହଁ ଯଦି ଅସୁର ମାନେ ଅମୃତ ଖାଇଦେବେ ଏମାନେ ଅମର ହେଇକିରି ରହିଯିବେ ତାହେଲେ ଜଗତକୁ ଆଉ ରଖିବେ ନାହିଁ ବିଚାର କଲେ ନାରାୟଣ କଣ କରିବି ଭଗବାନ ଗୋଟେ ମୋହିନୀ ସୁନ୍ଦରୀ ରୂପକୁ ଧାରଣ କଲେ ଯେତେବେଳେ ଅସୁର ମାନଙ୍କ ପାଖରେ ପହଞ୍ଚିଛନ୍ତି ସମସ୍ତ ଅସୁର ମାନେ ଦେଖି ଆଜ୍ଞା ମୋହିନୀ ରୂପରେ ସମସ୍ତେ ପାଗଳ ହେଇଗଲେ ଅମୃତ ହାଣ୍ଡିଟା ଭୁଲିଗଲେ ଆଜ୍ଞା ମୋହିନୀ ରୂପରେ ବାୟା ହେଇଯାଇଛନ୍ତି ହଁ ସେତେବେଳେ ଭଗବାନ ଅମୃତ ହାଣ୍ଡି ଆଣିଲେ ଅସୁର ମାନଙ୍କୁ ପୁଣି ବୁଝାଇ କହିଲେ ଦେବତା ମାନଙ୍କୁ ପୁଣି ବୁଝାଇ ଦେଲେ ସମସ୍ତଙ୍କୁ ଅମୃତ ପରସିବି ବୋଲି କହିଲେ ଅସୁର ମାନଙ୍କୁ ଗୋଟେ ଧାଡିରେ ଦେଲେ ବସାଇ ଦେବତା ମାନଙ୍କୁ ଗୋଟେ ଧାଡିରେ ଦେଲେ ବସାଇ ଦୁଇ ଧାଡିରେ ପ୍ରଭୁ ବସାଇ ଦେଲେ ଦେବତା ମାନଙ୍କୁ ଅମୃତ ବାଣ୍ଟିଲେ ଅସୁର ମାନଙ୍କୁ ସୁରାଜେ ବାଣ୍ଟିଲେ ମୋହିନୀ ରୂପରେ ହୋଇଛନ୍ତି ଭାଇ ସୁରା କି ଅମୃତ ଦେଖ ଜାଣି ପାରିଲେ ନାହିଁ ଆଜ୍ଞା ଭଗବାନ କହିଲେ ହେ ଦୈତ୍ୟ ମାନେ ତୁମେ କୋଳାହଳ କରନି ସମସ୍ତଙ୍କୁ ମୁଁ ଅମୃତ ପରସିବି ହଁ ଦେବତା ମାନଙ୍କୁ ଗୋଟେ ଧାଡିରେ ବସେଇଲେ ଅସୁର ମାନଙ୍କୁ ଗୋଟିଏ ଧାଡିରେ ବସେଇଲେ ହେଲେ ଭଗବାନ କଲେ କଣ ଦେବତା ମାନଙ୍କୁ ଅମୃତ ବାଣ୍ଟିଲେ ଅସୁର ମାନଙ୍କୁ ଆଜ୍ଞା ସୁରା ବାଣ୍ଟିଲେ ହେଲେ ଏମାନେ ତ ମୋହିନୀ ରୂପରେ ପାଗଳ ହେଇଯାଇଛନ୍ତି ସୁରା କୋଟା ଅମୃତ କୋଟା ବୁଝି ପାରିଲେ ନାହିଁ ହେଲେ ଦେବତାଙ୍କ ଗହଣରେ ଶିବ ବସିଥିଲେ ବିଷ୍ଣୁଙ୍କ ମୋହିନୀ ରୂପରେ ଆଜ୍ଞା ପାଗଳ ହେଲେ ମୋହିନୀ ରୂପ ଦେଖି ଶଙ୍କର ଆଜ୍ଞା ପାଗଳ ହେଲେ ଆଜ୍ଞା ଦେବତାଙ୍କ ଗହଣରୁ ଉଠି ଆସିଲେ ମୋହିନୀକୁ ଯାଇ କୋଳାଗ୍ରତ କଲେ ଭଗବାନ ନାରାୟଣ ପ୍ରଭୁଙ୍କର ଜାମି ତେଣେ କଥା ହେଲା ପୁଣିରେ ଭାବିଲେ ଜାଣି ଶିବ ପରା ଲୋକ ପାଗଳ ହୋଇଲେ କି ବୁଦ୍ଧି ଏବେ ମୁହିଁ କରିବି ରେ ଭଲେ ବିଚାର କରିଲେ ପ୍ରଭୁ ନାରାୟଣ ଧାଇ ଧାଇ ଚାଲିଗଲେ ପ୍ରଭୁ ଭଗବାନ ହଁ ପଛରେ ଶଙ୍କର ପ୍ରଭୁ ଗୋଡ଼ାଇଲେ ନାରାୟଣ ଉପାୟ ଯେନ ପାଇଲେ ଧାଇ ଧାଇ ଯାଉଛନ୍ତି ପ୍ରଭୁ ନାରାୟଣ ପଛରେ ଗୋଡ଼ାଇଛନ୍ତି ଶଙ୍କର ଜୟାଳ ଧାଇ ଧାଇ ନାରାୟଣ ହାଲିଆ ହେଲେ ଗାଈ ରୂପକୁ ବିଷ୍ଣୁ ଯେ ଧରିଲେ ଯେତେବେଳେ ଶିବ ଗାଈ ରୂପ ଦେଖିଲେ ଷଣ୍ଢ ରୂପକୁ ଶିବ ଶଙ୍କର ହୋଇଲେ ଗାଈ ପୋଡ଼ାଉଛି ହେ ଷଣ୍ଢ ଗୋଡ଼ାଉଛି ଗାଈ କି ନ ଦେଖି ଷଣ୍ଢ ପିଲା ପାଉଛି ହଁ